Namaskar, Jai Jagannath. Welcome back to another mini vlog of day 4. ତ ଦେଖନ୍ତୁ କେତେ ଜୋରରେ ବର୍ଷା ପବନ ଆସିଲାଣି କେଜାଣି ହଠାତ୍ କୋଉଠୁ ଆସିଲା ବହୁତ ଜୋରରେ ବର୍ଷା ପବନ ଆସିଥିଲା ତ ପାଗ ଏମିତି ଡିମାଣ୍ଡ କଲା କି କିଛି ଗରମା ଗରମ ଚିଜିଏଷ୍ଟ ଖାଇବା ପାଇଁ ତ ଏଇ ମୌସମରେ ଆଉ ବେଟର କ'ଣ ହେଇପାରିବ ମ୍ୟାଗି ଛଡ଼ା ବନେଇ ଦେଇଥିଲି ଆମର ରେସିପି ଯୋଉଟାକି ମୁଁ ସେୟାର କରିଛି ଆପଣ ଦେଖିବେ ମିଲ୍କ ମ୍ୟାଗି ବହୁତ କ୍ରିମିୟସ୍ ବହୁତ ଚିଜିଏଷ୍ଟ ଲାଗୁଥିଲା ତ ତାକୁ ଖାଇ ଦେଇଥିଲି ବହୁତ ୟମ୍ ଲାଗୁଥିଲା ଦେନ୍ ହେଇଥିଲା ଆମର ଲଞ୍ଚ ଟାଇମ୍ ଦେଖନ୍ତୁ ଲଞ୍ଚ ଟାଇମ୍ରେ ପଳେଇ ଆସିଛି ଆମର ଏତେ ସାରା ଆଇଟମ୍ କୋଉଠୁ ଆସିଛି ଏଇଟା ମୁଁ ଅପି ପଠେଇଛି ତ ଅପି କରିଥିଲା ଡାଲମା ପଣସ ଡାଲମା ଦେନ୍ ପଣସ କଠା ତରକାରୀ ଦେନ୍ ପୁଦିନା ଚଟନି ଆମ୍ବ ଖଟା ରାଇ ସବୁ ତା ଭାଇର ଫେଭରେଟ୍ ଆଇଟମ୍ କରିକି ପଠେଇଥିଲା ଯେହେତୁ ସେଦିନ ବର୍ଷା ହେଇଥିଲା ପାଗ ଟିକେ ଥଣ୍ଡା ଥିଲା ତ ସେଥିପାଇଁ ଯାହା ଅପି ପଠେଇଥିଲା ଖାଲି ଭାତ ହେଇକି ତା ସହିତ ଖାଇଦେଲୁ ରାତିରେ ବି ତାକୁ ହିଁ ଡିନର କରିଦେଲୁ ବିକଜ ବହୁତ ସାରା ପଠେଇଥିଲା ସେ ତ ଡିନରରେ ବି ଆମେ ସେୟା ହିଁ ଖାଇଦେଲୁ ତରକାରୀଟାକୁ ରଖିଦେଇକି ତରକାରୀରେ ହିଁ ଖାଇଦେଲୁ ବିକଜ ବାପାଙ୍କର ଏଇ ସବୁ ଜିନିଷ ବହୁତ 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 ଫେଭରେଟ୍ ଏ ବାପାଙ୍କର ନୁହେଁ ଆମ ସମସ୍ତଙ୍କର ବି ପଣସ ବହୁତ ଫେଭରେଟ୍ ଯଦି ଆପଣମାନଙ୍କୁ ବି ପଣସ ଭଲ ଲାଗେ କ'ଣ ନୂଆ ଆଇଟମ୍ ଆପଣ ଜାଣିଛନ୍ତି ପଣସରେ ନିଶ୍ଚିତ କମେଣ୍ଟ ଡାଉନ୍ କରିବେ ସେଇଟା ମୁଁ ଟ୍ରାଏ କରିବି ଗୋଟେ ଥର କରିବା ପାଇଁ ତ ଏମିତି କିଛି ଥିଲା ସେଦିନ ତାପରେ ଆଜ୍ ୟୁଜୁଆଲ୍ ମୋର କ୍ଲାସେସ୍ ଥିଲା ଟ୍ୟୁସନ୍ସ ପିଲା ଆସିଲେ ପିଲାଙ୍କୁ ପଢ଼ାପଢ଼ି ହେଲା ଭିତରେ ହସି ମଜାକ ବି ଟିକେ ଚାଲିବ ତାଙ୍କ ମଧ୍ୟରୁ ଗୋଟେ ପିଲା ଏଇଟା ଯାହାର ଭିଡ଼ିଓ ଆପଣ ପୂର୍ବ ବ୍ଲଗ୍ରେ ବି ଦେଖିଥିବେ ତ ତା ସହିତ ଟିକେ ଲାଗିବାକୁ ବଢ଼ିଆ ଲାଗେ ଦେନ୍ ଗୋଟେ ଇଭିନିଂ ୱାକ୍ ସହିତ ଆଜିର ଦିନଟା ଏମିତି ଥିଲା ଯଦି ଭଲ ଲାଗେ ଦେନ୍ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ ଜୟ ଜଗନ୍ନାଥ